ଜଣେ କୃଷକଙ୍କ ପାଖରେ ବହୁତ ଚାଷ ଜମି ଥିଲା। ପ୍ରତିବର୍ଷ ସେ ଠିକ୍ ସମୟରେ ଫସଲ ବୁଣୁଥିଲା ଏବଂ ଭଲ ଫସଲ ଅମଳ କରୁଥିଲା। କିନ୍ତୁ ଗୋଟେ ବର୍ଷ ସେ ଅସାବଧାନତା ହୋଇ କହିଲା, ମୁଁ ପରେ ବିହନ ବୁଣିବି, ତଥାପି ପ୍ରଚୁର ସମୟ ଅଛି। ସେ ବର୍ଷା ଋତୁ ଶେଷ ହେବା ପର୍ଯ୍ୟନ୍ତ ବିଳମ୍ବ କଲା। ଯେତେବେଳେ ସେ ଶେଷରେ ବିହନ ବୁଣିଲା, ପ୍ରଚୁର ବର୍ଷା ବାକି ନଥିଲା ଏବଂ ଫସଲ ଭଲ ଭାବରେ ବଢ଼ିଲା ନାହିଁ। ସେହି ବର୍ଷ ତାଙ୍କର ଅମଳ କରିବା ପାଇଁ ବହୁତ କମ୍ ଥିଲା ଏବଂ ସେ ବହୁତ କ୍ଷତି ସହିଲେ। କୃଷକ ତାଙ୍କର ଭୁଲ ବୁଝିପାରିଲା ଏବଂ କହିଲା, ସମୟ କେବେ କାହାକୁ ଅପେକ୍ଷା କରେ ନାହିଁ। ଯଦି ମୁଁ ସଠିକ୍ ସମୟ ବ୍ୟବହାର ନ କରେ, ତେବେ ମୁଁ ସବୁଦିନ ପାଇଁ ମୋର ସୁଯୋଗ ହରାଇଦେବି। ପ୍ରିୟ ବନ୍ଧୁଗଣ, ପ୍ରତ୍ୟେକ କାମର ଉପଯୁକ୍ତ ସମୟ ଥାଏ। ଯଦି ଆମେ ଏହାକୁ ହାତଛଡ଼ା କରୁ, ତେବେ ଆମେ ପୁନର୍ବାର ସମାନ ସୁଯୋଗ ପାଇପାରିବୁ ନାହିଁ। ସମୟ ଏକ ପ୍ରବାହିତ ନଦୀ ପରି, ଥରେ ଚାଲିଗଲେ ଏହା ଫେରିପାରିବ ନାହିଁ। ବାଇବଲ ଆମକୁ ଶିକ୍ଷା ଦିଏ, ପ୍ରତ୍ୟେକ ଜିନିଷ ପାଇଁ ଏକ ସମୟ ଅଛି ଏବଂ ପୃଥିବୀରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ଋତୁ ଅଛି। ତେଣୁ ଆମେ ସମୟକୁ ସମ୍ମାନ ଦେବା ଉଚିତ, ସଠିକ୍ ସମୟରେ କାମ କରିବା ଉଚିତ ଏବଂ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟଗୁଡ଼ିକୁ ବିଳମ୍ବ କରିବା ଉଚିତ ନୁହେଁ।